ଆଜି ହେଉଛି ଶ୍ୱଶୁରଙ୍କର ଶ୍ରାଦ୍ଧ। ସେଥିପାଇଁ ସକାଳୁ ସକାଳୁ ନିତ୍ୟକର୍ମ ସରି ପଳେଇଗଲି ଛାତ ଉପରୁ ସୂର୍ଯ୍ୟଙ୍କୁ ଟିକେ ପାଣି ଦେଇ, ତାପରେ ଚଉରା ପୂଜାଟି ସରେଇଦେଇ ଦୁଆରେ ଥିବା ହନୁମାନଙ୍କୁ ଟିକେ ପ୍ରଣାମ କରିଦେଲି। ଠାକୁରଙ୍କର ପୂଜାଟି ସରେଇଦେଲି, ଇଷ୍ଟଦେବୀଙ୍କର ପୂଜା ବି ସରେଇଦେଲି। ତାପରେ ହାଣ୍ଡି ବନ୍ଧେଇଦେଲି, ନୂଆ ହାଣ୍ଡିକୁ। ତାପରେ ଚୁଲି ପୂଜା କରିଦେଇକିରି ତାପରେ ବସେଇଦେଲି ନୂଆ ହାଣ୍ଡିରେ କ୍ଷୀରି। କ୍ଷୀରିଟି ପ୍ରଥମେ ବସେଇଦେଲି, ତାପରେ ଚାଲିଲା ଆଉ ଅନ୍ୟାନ୍ୟ ସବୁ ରୋଷେଇ। କାକରା ପିଠା, ଘାଣ୍ଟ ତରକାରୀ, ଚିପ୍ସ ଆଉ ଖଟା, ଏଇଭଳି ସବୁ କିଛି କିଛି ସବୁ ରୋଷେଇ ହେଲା। ତାପରେ ଆସିଗଲେ ନନା। ଆସିଲା ପରେ ଶ୍ରାଦ୍ଧଟି ପିଣ୍ଡ ବଢ଼ା ହେଲା। ପିଣ୍ଡ ବାଢ଼ି ସାରିଲା ପରେ ପିଲାମାନଙ୍କୁ ଅପେକ୍ଷା କରିକି ବସିଲୁ। ପିଲାମାନେ ଆସିଲା ପରେ ସମସ୍ତେ ଖାଇଲେ। ଆଉ କିଏ କିଏ ଆସିନଥିଲେ, ସେଥିପାଇଁ ଯା, ପୁତୁରା ବୋଉ, ମୁଁ ସବୁ ବସିକି ପିଠା ଖାଇଲୁ, ଗୁଲିଗପ କଲୁ। ତାପରେ ପିଲାମାନେ ଆସିଲା ପରେ ଖାଇସାରିଲା ପରେ ଆମେ ବସିଲୁ, ଯା, ମୁଁ ସମସ୍ତେ ଖାଇବା ପାଇଁ। ଶେଷରେ ଝିଆରୀ ସବୁ ଚୁଲି ସବୁ ସଫା କରିଦେଲେ, ପୁତୁରା ବୋଉ ସବୁ ମଜାମଜି କରିଦେଲେ।